ବନ୍ଧୁମାନେ 2026 ମସିହା ହେଲାଣି। ଏଠି କିଛି ଲୋକଙ୍କର ମନରେ ଚିନ୍ତା ରହୁଛି ଯେ ମୁଁ କିଭଳିଆ ଝିଅକୁ ବାହା ହେଲି। କିଛି ଲୋକଙ୍କର ଘର ଲୋକଙ୍କର ବି ଚିନ୍ତା ରହୁଛି ମୁଁ କିଭଳିଆ ବୋହୂ ଆଣିଲି, ଖାଲି ଝୁଅ ଜନ୍ମ ହେଉଛି, ପୁଅ କାହିଁ ଜନ୍ମ ହେଉନି। ଗତକାଲି ଗୋଟେ ଏମିତି ନ୍ୟୁଜ୍ ଦେଖିଲି ଓଡ଼ିଆ ଗଣମାଧ୍ୟମରେ, ଟିଭିରେ। ଭାରି ଦୁଃଖ ଲାଗିଲା। ଗୋଟେ ସ୍ୱାମୀ ତା'ର ସ୍ତ୍ରୀକୁ ବାଡ଼େଇକି ମାରି ଦେଇଛି, କାହିଁକି ନା ଲଗାତାର କାହିଁ ଝିଅ ହେଉଛି, ପୁଅ କାହିଁ ହେଉନି। ଆଜ୍ଞା, ଆସି ସମାଜ ଯୁଗ କେଉଁଠି ପହଞ୍ଚିଲାଣି। ଝିଅ ପୁଅ ଭିତରେ ପ୍ରଭେଦ ଆପଣ ଦେଖୁଛନ୍ତି। ଆପଣ କେଉଁ ପ୍ରକାର ମୂର୍ଖ, ଆପଣଙ୍କୁ କ'ଣ କୁହାଯିବ? ଆପଣଙ୍କୁ ଭକୁଆ କୁହାଯିବ। ଆପଣଙ୍କୁ ଭକୁଆ ହିଁ କୁହାଯିବ। ଆପଣ ଦୁନିଆ ସମାଜ ବିଷୟରେ କିଛି ଜାଣୁନାହାନ୍ତି। ଝିଅ ପିଲାମାନେ ଆଜି ଯେଉଁ କାମ କରି ଦେଖାଉଛନ୍ତି, ସେମାନେ ପ୍ରତି ଫିଲ୍ଡରେ, ପାଠ ପଢ଼ିବା ହେଉ, ଚାକିରି କରିବା ହେଉ, ଘର କରଣା, ଘର ଗଢ଼ିବା ହେଉ, ସବୁ କ୍ଷେତ୍ରରେ ଇଭେନ୍ ସେମାନେ ବର୍ତ୍ତମାନ ମାନେ ଯୁଦ୍ଧ କ୍ଷେତ୍ରର ମାନେ ମିଲିଟାରୀରେ ତାଙ୍କୁ ଚାନ୍ସ ଦିଆହେଉଛି। ସିଏ ସେଠି ଭଲ କାମ କରୁଛନ୍ତି। ତେଣୁ ପୁଅ ଝିଅ ଭିତରେ ପ୍ରଭେଦ ଆପଣ କରିକିରି କେବଳ ନିଜର ମୂର୍ଖତା ପରିଚୟ ଦେଉଛନ୍ତି। ଆଜ୍ଞା, ସମାଜ କ'ଣ ଗୋଟିଏ ମାନେ ଜେଣ୍ଡରକୁ ନେଇ ଚାଲିବ? ଉଭୟ ଜେଣ୍ଡର ଦରକାର ନା ନାହିଁ। ଆପଣଙ୍କୁ ଯିଏ ଜନ୍ମ ଦେଇଛି, ଯେଉଁମାନେ ବି ଏସବୁ ଜିନିଷକୁ ଭ୍ରମାତ୍ମକ ଧାରଣା ରଖୁଛନ୍ତି, ସେମାନଙ୍କୁ ଜନ୍ମ କିଏ ଦେଇଛି? ସେମାନଙ୍କର ମାନେ ତାଙ୍କୁ ତ ଜଣେ ଗୋଟେ ଝିଅ ହିଁ ଜନ୍ମ ଦେଇଛି ନା। ତେଣୁ ପୁଅର ଯେତିକି ଦରକାର, ଝିଅ ବି ସେତିକି ଦରକାର ସମାଜ ବି। ଆଉ ଗୋଟେ ବଡ଼ କଥା ଯେ ଆପଣ ଜାଣିବା ଦରକାର ଯେ ମାନେ ସାଇଣ୍ଟିଫିକଲି ଏଇଟା ହେଉଛି ବଡ଼ ଇସ୍ୟୁ। ଯେ ଆପଣ ଯେଉଁ ପୁଅ ଝିଅକୁ ଦୋଷ ଦେଉଛନ୍ତି ଯେ କାହିଁ ପୁଅ ହେଲାନି କି ଝିଅ ହେଲା, ଯେଉଁ ଦୋଷ ଦେଉଛନ୍ତି ସେଇଟା ପାଇଁ ଆଜ୍ଞା ଆପଣଙ୍କ ପୁଅ ପାଖରେ ସେ ଦୋଷ ଅଛି। କାରଣ ସାଇନ୍ସ କହୁଛି ଆପଣଙ୍କର ଯେଉଁ XY କ୍ରୋମୋଜୋମ୍ ରହିଲା ପୁଅ ପାଖରେ, ଆଉ XX କ୍ରୋମୋଜୋମ୍ ରହିଲା ଆପଣଙ୍କର ଝିଅ ପାଖରେ। ତେଣୁକରି ଯଦି ପୁଅର X କ୍ରୋମୋଜୋମ୍ ଆଉ ଝିଅର X କ୍ରୋମୋଜୋମ୍ ମିଶିବ ତାହେଲେ ଝିଅ ହେବ। ଯଦି ପୁଅର Y କ୍ରୋମୋଜୋମ୍ ଆଉ ଝିଅର X କ୍ରୋମୋଜୋମ୍ ମିଶିଲା ତାହେଲେ ପୁଅ ହେବ। ତେଣୁକରି XY କ୍ରୋମୋଜୋମ୍ ହେଉଛନ୍ତି ଦାୟୀ ଯେ ପୁଅ ହେବ କି ଝିଅ ହେବ। ସେ ହେଉଛନ୍ତି ରେସ୍ପନ୍ସିବଲ୍। ସେଇଟା ତ ଅଛି ଆପଣଙ୍କ ପୁଅ ପାଖରେ। ତେଣୁ ପୁଅ ସେଥିପାଇଁ ଦାୟୀ, ଡାଇରେକ୍ଟ ଦାୟୀ। ଆପଣ ଝିଅକୁ କ'ଣ ପାଇଁ ଦୋଷ ଦେଉଛନ୍ତି, ତାକୁ ଗଞ୍ଜଣା ଦେଉଛନ୍ତି। ଏଇ ସ୍ୱାମୀଟେ ଗୋଟେ ତା'ର ସ୍ତ୍ରୀକୁ ନୃଶଂସ ହତ୍ୟା କରିଦେଲା। କେଡ଼େ ପାପି, ମାନେ ଏ ପ୍ରକାର ଚିନ୍ତାଧାରା, ମାନେ ଏତେ ମାରାତ୍ମକ ଚିନ୍ତାଧାରା କେମିତି ଆପଣମାନଙ୍କ ମନକୁ ଆସୁଛି? ଯେଉଁମାନେ ଭିଡ଼ିଓ ଦେଖୁଥିବେ ସତର୍କ ହୋଇଯାଆନ୍ତୁ। ଏସବୁ ଜିନିଷର ବିରୋଧ ଯୋଗ ଆସି କେଉଁଠି ପହଞ୍ଚିଲାଣି। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ଗୋଟେ ସୁନ୍ଦର କମେଣ୍ଟ ଦେବେ। ରହୁଛି, ଜୟ ଜଗନ୍ନାଥ।